ଷଷ୍ଠ ସ୍କନ୍ଧ ଦଶମ ଅଧ୍ୟାୟ। ବାଦରାୟଣରୁ ଉବାଚ। ଏଭାବେ ଇନ୍ଦ୍ରକୁ କହିଣ ତତ୍କ୍ଷଣେ ଗଲେ ନାରାୟଣ। ଦେବତାମାନେ ଦେଖୁଥିଲେ ତତ୍କ୍ଷଣେ ଅନ୍ତର୍ଧ୍ୟାନ ହେଲେ। ଶ୍ରୀକୃଷ୍ଣ ଆଜ୍ଞା ପରମାଣେ ମାଗିଲେ ଯାଇ ଦେବଗଣେ। ମହତ ଋଷି ଅଥର୍ବଣ ବୋଇଲେ ଶୁଣ ଦେବଗଣ। ଏ ଜନ୍ତୁଙ୍କ ପ୍ରାଣ ପରିତ୍ୟାଗ ଦୁଃସହ ଦୁଃଖ ଯେତେ ଭୋଗ। ତୁମ୍ଭେ ସ୍ୱଭାବେ ଦେବଗଣ ମରଣ ଦୁଃଖକୁ ନ ଜାଣ। ଏ ଜୀବନ ପାଇଁ ପ୍ରାଣୀ କର ସୁତ କଳତ୍ର ଏ ସଂସାର। ହେମନ୍ତ ପ୍ରାଣୀ ଅବା କାହିଁ ଜୀବନ ମାଗିଲେ ସେ ନେଇ। ଯେବେ ମାଗିବେ ନାରାୟଣ ତେବେ ବାକେ ଦେବ ଜୀବନ। ଦେବାଉଚୁ ଯେ ପ୍ରାଣୀ ସର୍ବଭୂତ ପରେ ଆତ୍ମାର ପ୍ରାୟ ଦୟା କରେ। ତିସତ ମାତ୍ରେ ଦେଇ ପ୍ରାଣ କରଇ ପ୍ରାଣୀ ପରିତ୍ରାଣ। ତୁମ୍ଭର ପ୍ରାୟ ପୁଣ୍ୟ ଶ୍ଲୋକେ ଯେ ଅବା ପୁଣ୍ୟବନ୍ତ ଲୋକେ। ତାହାର ଏମନ୍ତ ବିଚାର ସେ ନ ଜାଣଇ ପରାପରମ୍। ଅଜ୍ଞାନୀ ପାପୀ ଯେଉଁମାନେ ପରର କଷ୍ଟକୁ ନ ଜାଣେ। ଯାଚଜ୍ଞା ଶ୍ରେଷ୍ଠ ଲୋକଙ୍କର କେବେ ନୁହେଁ ହତାଦରମ୍। ଋଷିରୁବାଚ। ଏ ରୁଦ୍ରଙ୍କୁ ଆଦି ଦେବ ବୃନ୍ଦେ ଧର୍ମ କହିଲେ ମୋସନି ଦେ। ଏ ଯେ ମୋହର ନିଜ ଦେହ ଛାଡ଼ିବି ନ କର ସନ୍ଦେହ। ଦେହକୁ ଧରି ଯେଉଁ ଜନ ନ କରେ ଯାଗ ପୁଣ୍ୟ ଧର୍ମ। ତାହାଙ୍କୁ ଆତ୍ମଘାତୀ କହି ସ୍ୱଲୋକେ ଅଗୋଚର ସେ। ଯେ ପ୍ରାଣୀ ପର ଦୁଃଖେ ଦୁଃଖୀ ପର ସୁଖରେ ଅତି ସୁଖୀ। ଅଭୟ ଅକ୍ଷୟ ଯେ ଧର୍ମ କହନ୍ତି ପୁଣ୍ୟ ଶ୍ଲୋକମାନ। ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ କ୍ଷଣ ଭଙ୍ଗୁର ଦେହେ ନରେ। କହନ୍ତି ଆତ୍ମା ସ୍ୱାର୍ଥ ଭେଦ ଇହ ଲୋକରେ ଅପବାଦମ୍। ବାଦରାୟଣରୁ ଉବାଚ। ଏମତେ କହି ଅଥର୍ବଣ ନିଶ୍ଚଳ କରି ଆତ୍ମା ମନ। ପରମ ପଦେ ନିବେଶିଲା ସଂଯମେ ଶରୀର ଛାଡ଼ିଲା। ମନ ବୁଦ୍ଧି ବ୍ରହ୍ମେ ନିବେଶି ଯାହା ଯୋଗରୁ କରି ଋଷି। ତେଜିଣ ଗଲା ସେ ଶରୀର ଜାଣିଲେ ଦେବ ପୁରନ୍ଦର। ଏ ଅନନ୍ତରେ ଦେବରାଜ ବିଶ୍ୱକର୍ମା ନିର୍ମିତ ବଜ୍ର। ମୁନି ଅସ୍ଥିରେ ହୋଇ ଯୁକ୍ତ ଶ୍ରୀକୃଷ୍ଣ ତେଜରେ ମିଶ୍ରିତମ୍। ଆରୋହୀ ନାଗ ଐରାବତ ଦେବଗଣରେ ସେ ବେଷ୍ଟିତ। ମୁନିଗଣରେ ସ୍ତୁତି ହୋଇ ତ୍ରୈଲୋକ୍ୟ ହରଷ କରାଇ। ବୃତ୍ରାସୁରକୁ ଦେବରାଜ ସୈନ୍ୟ ସହିତେ ହୋଇ ସଜ। ଅଶେଷ ବଳ ସଙ୍ଗେ ନେଇ ଅନ୍ଧ କେଜେନେ ରୁଦ୍ର ଧାଇଁ। ଏ ଅନନ୍ତରେ ହେ ରାଜନ କହିବା ଶୁଣ ଏକ ମନ। ସୁର ଅସୁରଙ୍କର ରଣ ଅତ୍ୟନ୍ତ ପରମ ଦାରୁଣ। ତ୍ରେତୟା ଯୁଗର ଆଦ୍ୟରେ ହୋଇଲା ନର୍ମଦା ତୀରରେ। ଏ ରୁଦ୍ର ବସୁ ପିତୃ ଆଦିତ୍ୟ ବ୍ରହ୍ମ ଋଷି ଅଶ୍ବିନୀ ସୁତମ୍। ସିଦ୍ଧ ବିଶ୍ୱଦେବ ମରୁତ ଇନ୍ଦ୍ର ଦେବଗଣ ବେଷ୍ଟିତ। ବିରାଜମାନ ସମ୍ପତ୍ତିରେ ବଜ୍ରକୁ ଧରି ନିଜ କରେ। ଏଭାବେ ଇନ୍ଦ୍ରକୁ ଦେଖିଲା କ୍ରୋଧେ ବୃତ୍ରାସୁର ଧାଇଁଲା। ନମୁଚିତି ମୁଦା ସମ୍ବର ନିର୍ବା ଋଷଭ ଶଙ୍କୁଶିରମ୍। ହୟଗ୍ରୀବ ଏ ବିପ୍ରଚିତି ଅୟ ମୁଖ ପୁଲୋମା ହେତି। ଉତ୍କଳ ବୃଷପାସୁର ପ୍ରହେତି ଆଦି ଦୈତ୍ୟ ବୀରମ୍। ଦାନବ ଦୈତ୍ୟ ଗଣ ଯକ୍ଷ ଅସଂଖ୍ୟ ନାମେଣ ଯେ ରକ୍ଷ। ସୁମାଳି ମାଳି ଆଦି ଯେତେ କାର୍ତ୍ତୋଶ୍ୱର ରାଜା ସହିତେ। ଇନ୍ଦ୍ରଙ୍କ ସେନାର ସମୂହ କାଳହୁଁ ଅତି ଦୁରାଶୟ। ନିଶଙ୍କେ ଦେଇ ସିଂହନାଦ ପୁରିଲେ ଦାନବ ଦୁର୍ମୁଦ। ଏ ଗଦା ପରିଘ ବାଣ ପାଶ ମୁଦ୍ଗର ତୋମର ଅଶେଷ। ଶୂଳ ପରିଘାଦି ଖଡ଼ଗ ଶତଗ୍ନି ଭୂଷଣ୍ଡି ଆୟୁଧ। ଏ ଆଦି ଯେତେ ଶସ୍ତ୍ରମାନ ଦେବଙ୍କୁ କଲେ ପ୍ରହାରଣ। ଅସୁର ସରବର ଶଣେ ଦୃଶ୍ୟ ନୁହନ୍ତି ଦେବଗଣେ। ପୁଣି ପୁଣି ହିଁ ପଡ଼ିବାରେ ନକ୍ଷତ୍ର ଦେଶନେ ଶୂନ୍ୟରେ। ଶସ୍ତ୍ର ହିଁ ଯେତେ ଦାନବର କିଛି ନ କଲେ ଦେବଙ୍କର। ଯେତେ ଅସୁରଙ୍କର ଆୟୁଧ ସକଳ ଦେବେ କଲେ ଛେଦମ୍। ଏ ଅନନ୍ତରେ ଶୂନ୍ୟ ହସ୍ତ ଦାନବେ ଅତ୍ୟନ୍ତ କୁପିତ। ଶିଳାର ସଙ୍ଗେ ଦ୍ରୁମମାନ ଦେବଙ୍କୁ କଲେ ବରଷଣ। ପୁଣି ଇନ୍ଦ୍ର ସୈନ୍ୟଗଣ ତତ୍କ୍ଷଣେ ତାହା କଲେ ବୀର୍ଣ୍ଣ। ପ୍ରତାପ ଦେଖି ଦେବଙ୍କର କୋପେ ଦାନବ ଖରତରମ୍। ପୁଣି ପଥର ଦ୍ରୁମ করে ପିଟିଲା ଦେବଙ୍କ ଉପରେ। ବିବିଧ ଗିରି ଶୃଙ୍ଗମାନ ଦେବଙ୍କୁ କଲେ ପ୍ରହାରଣ। ଦୈତ୍ୟ ନିଷ୍ଫଳ କାର୍ଯ୍ୟ ହୋଇ ଆତ୍ମା ଦେହକୁ ନିନ୍ଦା ବହି। ଯାହାକୁ ରଖନ୍ତି ଈଶ୍ୱର ଅସୁରେ କେତେକ ମାତର। ନିଜ ଉଦ୍ୟମ ଯହୁଁ ହତ ଦେଖି ଅସୁରେ ଭୟଚିତମ୍। ସ୍ୱଭାବେ ବିଷ୍ଣୁରେ ବିମୁଖ ରଣେ ଲଭିଲେ ଅତି ଦୁଃଖ।
ସ୍ୱାମୀକୁ ଛାଡ଼ି ସଂଗ୍ରାମରେ ପଳାଇ ଯାନ୍ତି ପ୍ରାଣ ଡରେ। ବୃତ୍ରାସୁର ଚୂଡ଼ାମଣି ସୈନ୍ୟ ପଳାନ୍ତି ବୋଲି ଜାଣି ଆପତ ଦେଖି ବୃତ୍ରାସୁର କହଇ ବଚନ ମଧୁର। ଅତି ଭୟରେ ରଣ ଛାଡ଼ି ପଳାନ୍ତି ପଡ଼ି ପଥ ହୁଡ଼ି। ଏହା ଦେଖିଣ ବୃତ୍ରାସୁର ସୈନ୍ୟକୁ ବୋଲଇ ଉତ୍ତର। ବିପ୍ରଚିତି ବୃଷ ପର୍ବଣ ନମୁଚି ପୁଲମ ହେ ଶୁଣ। ଜାତ ଯେ ହୁଅଇ ସଂସାର ମରଣ ଧ୍ରୁବଟି ତାହାର। ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର ସଂସାରେ ବୋଲାଇ ଏ ସାର। ବ୍ରହ୍ମ ଭାବରେ ଦେଇ ଚିତ୍ତ ଯେ ପ୍ରାଣୀ ପ୍ରାଣେ ହୁଏ ହତ। ଯେ ରଣ ଅଗ୍ରେ ପ୍ରାଣ ଦେଇ ବୀର ଶଯ୍ୟାରେ ଶୋଇ ରହି। ବିପ୍ର ଜଗନ୍ନାଥ ବୋଲଇ ଇନ୍ଦ୍ର ଅସୁର ଯୁଦ୍ଧ ହୋଇ। ସୁଜନ ଏଣୁ କର ଲୟ ହରିଚରିତ ସୁଧାମୟ। इति श्रीमद्भागवते महापुराणे पारमहंस्यां सहितां वार्षिक्यां षष्ठस्कन्धे वृत्रासुरयुद्धे नाम दशमोऽध्यायः। बोलानन्दे एकवार हरि हरि बोलम्।